ଆଜି ମୁଁ ଆପଣମାନଙ୍କୁ ଋଣାଙ୍କ ବିୟୋଗ କେମିତି କରାଯାଏ ତାହା ମୁଁ କହୁଛି। ମୁଁ ଏଠି କେତେଟା ଉଦାହରଣ ନେଇଛି, ତାକୁ ମୁଁ କରିକି ଏବେ ଦେଖାଉଛି। ଏଠି 25ରୁ ଆମେ 17କୁ ବିୟୋଗ କରିବା। ଆମେ ସାଧାରଣ ବିୟୋଗ ଜାଣିଛେ, ଏଠି 2ରୁ 1 ଦଶ ନେଲେ 15 ହୁଏ, 15ରୁ 7 ଗଲେ 8, 1ରୁ 1 ଗଲେ 0 ହୁଏ, ଏମିତିରେ ଜାଣିଛେ ସିଧା। କିନ୍ତୁ ଋଣାଙ୍କ ବିୟୋଗରେ ଆମେ ଜାଣିବା ଏମିତି ତଳୁ ବଡ଼ଟା ଅଛି, ବଡ଼ରୁ ସାନକୁ ଫେରିବା। 7ରୁ 5 ଗଲେ ଆମେ 2 ଲେଖିଦେବା। ଏଠି ଋଣାଙ୍କ ଗୋଟେ ଚିହ୍ନ ଦେବା। ଏଇ ଯେଉଁ ଚିହ୍ନ ହେଲା 2ର ପରମ ମିତ୍ର କେତେ। 2ର ପରମ ମିତ୍ର ଅର୍ଥ 2ରେ କେତେ ମିଶିଲେ 10 ହେବ। ଆମେ ଯେଉଁ ଏଠି 1 ଦଶ ନେଇ କରୁ, ଏଇଠି ଋଣାଙ୍କ ଦିଆହେଲା। ଋଣ ଅର୍ଥ 2ରେ କେତେ ମିଶିଲେ ବା ପରମ ମିତ୍ର ବାହାରିବ। 2ର ପରମ ମିତ୍ର ହେଲା କେତେ, 8। ଆମେ ଏଠି 2ରୁ 1 ଗଲେ ଏଠି 1 ଲେଖିବା ହେଲା। ଏଇ ଯେଉଁ ଆର ତାପରେ ବାହାର କରିବା, 2ର ପରମ ମିତ୍ର ହେଲେ 8। ଏଇପଟ ସଂଖ୍ୟାରୁ ସବୁବେଳେ 1 କମେଇବା। 1 କମେଇଲେ ଆମ ଏଠି 0 ରହିବ। ହେଲା, ଋଣାଙ୍କ ବିୟୋଗ ହେଲା। ତାପରେ ଆଉ ଗୋଟେ ଉଦାହରଣ ନେଇଛି। ଏଠି ମୁଁ ନେଇଛି 824 ବିୟୋଗ କରିବା କେତେ, 582। 824ରେ 4ରୁ 2 ଗଲେ ଆମେ 2 ଲେଖିବା। ଏଠି 2ରୁ 8 ଯିବ, 8ରୁ 2 ଯିବ। 8ରୁ 2 ଗଲେ ଆମର 6 ଦେବା, ତାতে ଋଣାଙ୍କ ଚିହ୍ନଟି ଦେବା। ଏମିତି ଋଣାଙ୍କ ଚିହ୍ନ ଦିଆ ହୁଏ। 8ରୁ 5 ଗଲେ 3 ଲେଖିବା। ତାପରେ ଆମର ଆକୁ ବାହାର କରିବା। ଏଠି ହେଲା 2କୁ 2 ଲେଖିବା। ଏଠି 6ରେ କେତେ ମିଶିଲେ 10 ହୁଏ। 6ର ପରମ ମିତ୍ର କେତେ, 4। ଏଠି 3ରୁ ଏଠି 1 କମିବ, ହେଲେ 2। ଏଇଭଳି ଭାବରେ ହେବ ଋଣାଙ୍କ ବିୟୋଗ। ତାପରେ ଏଠି ଦେଖନ୍ତୁ 75ରୁ 28। ଏଠି 8 ଅଛି, 8ରୁ 5 ଗଲେ 3 ଲେଖିବା, ଋଣାଙ୍କ ଦେବା ଚିହ୍ନ। ଏଠି ରହିବା 7ରୁ 2 ଗଲେ 5। ତାପରେ ବାହାର କରିବା 3ର ପରମ ମିତ୍ର କେତେ। 3ର ପରମ ମିତ୍ର ହେଲା 7। ଏଠି 5ରୁ 1 କମିବ, ହେଲା 4, 47। ତାପରେ ମୁଁ ଏଠି ଆଉ ଗୋଟେ ନେଇଛି 772ରୁ ଆମେ 148କୁ ବିୟୋଗ କରିବା। ଏଠି ଦେଖିବା, ଏଠି 8ରୁ 2 ଗଲେ ତଳୁ ନେବା ସବୁବେଳେ। ତଳ ବଡ଼ ଥିଲେ ବଡ଼ରୁ ସାନକୁ ନେବା। 8ରୁ 2 ଗଲେ ଆମେ କେତେ ନେବା, 6, ଋଣାଙ୍କ ଚିହ୍ନ ଦେବା। ତାପରେ 7ରୁ 4 ଗଲେ 3। ଏଠି 7ରୁ 1 ଗଲେ 6। ତାପରେ ଲେଖିବା କେତେ ନା, ତାପରେ ଏଠି 6ର ଋଣାଙ୍କ ଦିଆହେଇଛି, ଋଣାଙ୍କ ଅର୍ଥ 4। ଏଠି ଆମର କେତେ ଲେଖିବା, ଏଠି 2 କମିଲା, 2। ତାପରେ ଏଠି ଆମର କେତେ ହେବ, ଏଠି ସେମିତି ଏଠି ଲେଖିବୁ 6। ହେଲା, ଏଇଭଳି ଭାବରେ ଆମେ ଋଣାଙ୍କ ବିୟୋଗ କରିବା। ମୋ ଭିଡ଼ିଓଟି ଯଦି ଭଲ ଲାଗିଥିବ ମୋ ଭିଡ଼ିଓକୁ ଲାଇକ୍ କରିବା ସହିତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ କମେଣ୍ଟ କରିବେ।